ମ୍ୟାଡ଼ାମ୍ କ'ଣ କହିବେ ଯେଉଁ ଘଟଣା କାଲି ଗୋଟେ ଅଭିଯୋଗ ଆସିଛି ଥାନାରେ ହେଇଛି ଯେଉଁ ତାକୁ ଅତ୍ୟାଚାର କରିଛନ୍ତି ବା 7 ବର୍ଷର ଜେଲ୍ ପଠାଇବା ପାଇଁ କହିଛନ୍ତି ସେ ଅଭିଯୋଗ କରିଛି ପୀଡ଼ିତାର ମା ତାକୁ ନେଇ କ'ଣ କହିବେ କ'ଣ? ହଁ ବର୍ତ୍ତମାନ ତ ମୁଁ କହିବାକୁ ଚାହିଁବି କାଲି ଆମର ସନ୍ଧ୍ୟାରେ ରାତି 9টাରେ କେସ୍ ହେଇଛି ଯେଉଁ ଆମର ପୀଡ଼ିତାଙ୍କ ମା ଲିଖିତ ଏଫଆଇଆର କରିବାରେ ଆମର ଥାନା କେସ୍ ନମ୍ବର 200 ନୂଆ ଥାନା କେସ୍ ନମ୍ବର 200 ରୁଜୁ କରାଯାଇ ଆମର ସବ୍ ଇନ୍ସପେକ୍ଟର ନିବେଦିତା ନାୟକ ଇନଭେଷ୍ଟିଗେସନ୍ କରୁଛନ୍ତି। ପରବର୍ତ୍ତୀ ସମୟରେ ମୁଁ ଏବେ ବିଭିନ୍ନ ମିଡ଼ିଆରୁ ଜାଣିବାକୁ ଚାହୁଁଛି ଅବଶ୍ୟ ସେମାନେ ମୋତେ ଆସିକି ପର୍ସନାଲି କହିନାହାନ୍ତି କିନ୍ତୁ ଦେଖିବାକୁ ପାଉଛି ଯେ ସେମାନେ କ'ଣ କହୁଛନ୍ତି ଯେ ଆମର ଆଇଆଇସି ତାଙ୍କୁ କ'ଣ କହିଲେ ଇଣ୍ଟରୋଗେସନ୍ ସମୟରେ ପଚରାପଚରି ସମୟରେ ସେଥିପାଇଁ ଝିଅ ମାନସିକ ସ୍ତରରେ ଆଘାତ ପାଇଛନ୍ତି ସେଟା ଶୁଣିବାକୁ ପାଉଛି। ତ ସେ ବାବଦରେ ମୁଁ ଇନକ୍ୱାରି କରିବା ପାଇଁ ଏସ୍ପି ସାଙ୍ଗରେ ନିର୍ଦ୍ଦେଶ ଆସିଛି। ଆମର ତ ଥାନାରେ ସବୁପଟେ କ୍ୟାମେରା ଲାଗିଛି ପୁରା କ୍ୟାମ୍ପସ୍ ଥାନା ସବୁ ଚାମ୍ବର ତ ମୁଁ ସେଇଟା ଭେରିଫାଏ କରିବି ସେ ଭେରିଫିକେସନ୍ ପରେ ଯେ କିଛି ସେମିତି ଯେଉଁଟା ଅନୁଚିତ ବ୍ୟବହାର ହେଇଥିବ ସେ ବାବଦରେ ଆମର ଯାହା ଆକ୍ସନ୍ ରହିବ ସେଇଟା କରାଯାଇପାରିବ। ବର୍ତ୍ତମାନ ଆମର କେସ୍ ବାବଦରେ ଯେଉଁ ତଦନ୍ତ ଚାଲିଛି ଆମେ ସେ ଯେଉଁ ଅଭିଯୁକ୍ତ ଯିଏ ଏଫଆଇଆର ନେମ୍ବର ଅଭିଯୁକ୍ତ ଅଛନ୍ତି ତାଙ୍କୁ ଆମ ପାଖରେ ଅଟକ ରଖାହେଇଛି ପଚରାଉଚରା ଚାଲିଛି। ଝିଅ ଏବେ ଆମେ ଖବର ନେଲୁ ଘରକୁ ଆସୁଛନ୍ତି ଟ୍ରିଟମେଣ୍ଟ ପରେ ତାଙ୍କ ଷ୍ଟେଟମେଣ୍ଟ ନେଇସାରିବୁ ଏବଂ ତାଙ୍କ ଷ୍ଟେଟମେଣ୍ଟ ତାଙ୍କ ବାପା ମାଙ୍କ ଷ୍ଟେଟମେଣ୍ଟ ହିସାବରେ କେସ୍ ଆଗକୁ ବଢ଼ିବ। ଯେଉଁ ଘଟଣା ସେ ଯେଉଁ ଅଭିଯୋଗ କରିଛନ୍ତି ଝିଅର ପିତା ଯେ ଆଇଆଇସି ଝିଅକୁ ଏକା ବସେଇଛନ୍ତି ଗାର୍ଡିଆନକୁ ବସେଇ ନଥିଲେ ଅବଶ୍ୟ ଯେଉଁ ଅଭିଯୁକ୍ତ ଯିଏ ତାଙ୍କୁ ବସେଇଥିଲେ ତାଙ୍କ ମାଆକୁ ବସେଇଥିଲେ ଏବଂ ଅନ୍ୟ ଜଣଙ୍କୁ ବସେଇଥିଲେ ବୋଲି ଅଭିଯୋଗ କରିଛନ୍ତି ତାକୁ ନେଇ କ'ଣ? ସେଇଟା ଆମେ ଭେରିଫାଏ କରୁଛି ସିସି କ୍ୟାମେରା ଭେରିଫାଏ କରିକି ସେଥିପାଇଁ ମୁଁ ଆସିଛି ଭେରିଫିକେସନ୍ ପରେ ଯେଉଁଟା କରିବା କଥା ଦେଖିବି ଯେ ଥିଲେ କି ନାହିଁ ତାଙ୍କ ମା ବାପା ଯଦି ଆସିନଥିବେ ବାଇଚାନ୍ସ କୌଣସି ପାଇଁ ଯାଇଥିବେ ଆମର ଷ୍ଟାଫ୍ ଅଛନ୍ତି ନା ନାହିଁ ଲେଡି ଅଫିସର ଅଛନ୍ତି ଷ୍ଟାଫ୍ ଅଛନ୍ତି ସେସବୁ ଦେଖିବି କିଛି ଅସୁବିଧା ନାହିଁ। ବିଜେଡିକୁ ଫେସ୍ ଫାଇଣ୍ଡିଂ ଟିମ୍ ଏସ୍ପିଙ୍କୁ ଭେଟିଛନ୍ତି ଆଡିସନାଲ ଏସ୍ପିଙ୍କୁ ଭେଟିଛନ୍ତି ସେମାନେ ଦାବି ରଖିଛନ୍ତି ନିରପେକ୍ଷ ତଦନ୍ତ ହେଲେ ଯେଉଁ ଆଇଆଇସି ଅଛନ୍ତି ସେ ରହିଲେ ଠିକ୍ ତଦନ୍ତ ହେଇପାରିବନି ବୋଲି ସେମାନେ ଅଭିଯୋଗ କରିଛନ୍ତି। ନାଇଁ କେସ୍ର ତଦନ୍ତ ନେଇଛନ୍ତି ଆମର ସବ୍ ଇନ୍ସପେକ୍ଟର ନେଇଛନ୍ତି ଲେଡି ସବ୍ ଇନ୍ସପେକ୍ଟର ଯିଏ ଅଛନ୍ତି ଏବଂ ମୁଁ ନିଜେ କେସ୍କୁ ଯେବେଠାରୁ ଇଏ ହେଇଗଲାଣି ମୁଁ ନିଜେ ତଦାରଖ କରୁଛି ଏସ୍ପି ବି ନିଜେ ତଦାରଖ କରୁଛନ୍ତି ତେଣୁକରି ସେଥିରେ କିଛି ଅସୁବିଧା ନାହିଁ ତଦନ୍ତ ନିରପେକ୍ଷ ରହିବ ଏପର୍ଯ୍ୟନ୍ତ ବି ପୋଲିସର ଆକ୍ସନ୍ କେସ୍ ରିଗାର୍ଡିଂ ନିରପେକ୍ଷ ଅଛି ଏବଂ ରହିବ। ଆଇଆଇସିଙ୍କର ବି ଆଚରଣ ଆମେ ଭେରିଫାଏ କରିବୁ ସିସି କ୍ୟାମେରାରେ।